ଭାଗବତରେ ଅତି ବଡ଼ି ଜଗନ୍ନାଥ ଦାସ କଲମ କରିଛନ୍ତି ଜ୍ଞାନ ବିବେକ ବୁଦ୍ଧି ବଳେ ମରଣ ଜିଣି ପାରେ ହେଳେ। ପ୍ରକୃତରେ ଜ୍ଞାନ ବିବେକ ଏବଂ ବୁଦ୍ଧି ବଳକୁ ପ୍ରୟୋଗ କଲେ ଉପଯୁକ୍ତ ମାତ୍ରାରେ ତାକୁ ଯଦି ଆମେ ହୃଦଙ୍ଗମ କରିବା ନିଶ୍ଚିତ ଭାବରେ ମରଣ ଜିଣି ପାରେ ହେଳେ ଇଏ ସଂସାରର ମୃତ୍ୟୁକୁ ମଧ୍ୟ ଜଣେ ଜୟ କରିପାରିବ। ତେବେ ସୁନ୍ଦର କଥାବସ୍ତୁଟେ ଆପଣମାନଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛି। ଜ୍ଞାନ ବିବେକ ବୁଦ୍ଧି ବଳେ ମରଣ ଜିଣି ପାରେ ହେଳେ। ପ୍ରକୃତରେ ଜ୍ଞାନ ବିବେକ ଏବଂ ବୁଦ୍ଧି, ସେଇଥିପାଇଁ ଭାଗବତରେ ମଧ୍ୟ କୁହାଯାଇଛି ବୁଦ୍ଧି କି କରି ଆଗୁସାର ପଣ୍ଡିତ ଜନଙ୍କ ବ୍ୟବହାର। ଆସନ୍ତୁ ଜାଣିବା ଆଜି ଏ କାହାଣୀ ମାଧ୍ୟମରେ ବା ଏ କଥାବସ୍ତୁ ମାଧ୍ୟମରେ କେମିତି ଭାବରେ ଜ୍ଞାନ ବିବେକ ବୁଦ୍ଧିର ସଂଯୋଗ ହେଲେ ମଣିଷ ନିଶ୍ଚିତ ଉନ୍ନତ ସୀମାକୁ ଯାଇପାରେ ବା ଉନ୍ନତର ସୀମାକୁ ନିଶ୍ଚିତ ଗତି କରିପାରେ। ମାର୍ଗଶିର ମାସ ସମୟ ଜଣେ ଦିନକରେ ଜଣେ ଭିକାରୀ ଭିକ୍ଷାଚରଣ କରି ଯିଏ ବଞ୍ଚନ୍ତି, ଜଣେ ଭିକାରୀ ଆସି ଜଣେ ଧନିକ ଲୋକଙ୍କ ଘରେ ଆସି ପହଞ୍ଚିଗଲେ। ଯେମିତି ଆଜ୍ଞା ଧନୀ ଲୋକଙ୍କ ଘରେ ପହଞ୍ଚନ୍ତି, ଆଜ୍ଞା ଗଣ୍ଡେ ଖାଇବାକୁ ଦିଅନ୍ତୁ, ମତେ ଭାରି ଭୋକ, ଭିକାରୀ ଜଣକ ମାଗିଛନ୍ତି। ସେ ଧନିକ ଲୋକ ଚିନ୍ତା କଲେ ଯେ ଆଜି ତ ହଉଛି ମାର୍ଗଶିର ମାସ ଗୁରୁବାର, ଆରେ ପୁରାଣ ପ୍ରମାଣ ଦେଇଛନ୍ତି, ଶାସ୍ତ୍ର ପ୍ରମାଣ ଦେଇଛନ୍ତି ଇଏ ମାର୍ଗଶିର ମାସ ଗୁରୁବାରରେ କାହାକୁ ଦାନ କରାଯାଏ ନା, କିଛି କାହାକୁ ପ୍ରଦାନ କରାଯାଏ ନା। ଇଏ ସବୁ ପ୍ରକୃତରେ ଆମ ଶାସ୍ତ୍ରରେ ନିୟମ ନାହିଁ ଯେ ମାର୍ଗଶିର ମାସ ଗୁରୁବାରରେ ଆମେ କିଛି ଦାନ ଦେଇପାରିବା ବା କାହାକୁ ଭୋଜନ ଦେଇପାରିବା। ଇଏ କଥା ଆଜ୍ଞା ଆପଣ ଲକ୍ଷ୍ମୀ ପୁରାଣରେ ମଧ୍ୟ କଥା ପ୍ରମାଣ ଅଛି। ତେଣୁ ସେ ଧନିକ ଲୋକ ଜଣକ ଚିନ୍ତା କଲେ, ସେ ଭିକାରୀକୁ କହିଲେ ବାବୁରେ ଆଜି ତ ମାର୍ଗଶିର ମାସ ଗୁରୁବାର, ଆରେ ତମକୁ କେମିତି ବା ମୁଁ ଦାନ ଦେବି, ତମକୁ ଭୋଜନ ବା କେମିତି ଦେବି, ଇଏ କଥା ସମ୍ଭବ ହେଇପାରିବ ନା। ସେ ଭିକାରୀ ଜଣକ କହିଲେ ଆଜ୍ଞା ଭାରି ଭୋକ ଲାଗୁଛି, ଯଦି ହୁଏତ ମୁଁ ଖାଦ୍ୟ କିଛି ନ ପାଇବି, ଭୋଜନ ଯଦି ନ କରିବି, ନିଶ୍ଚିତ ହୁଏତ ମୋ ଜୀବନ ଚାଲି ଯାଇପାରେ। ତେଣୁ ଗୃହସ୍ୱାମୀ ଚିନ୍ତା କଲେ, ଆରେ ଦ୍ୱନ୍ଦ୍ୱରେ ପଡ଼ିଗଲେ। କହିଲେ ଭିକାରୀ ଜଣକ ଭାରି କ୍ଷୁଧାର୍ତ, ଏତେ ଭୋକ ହେଇଛି ତାକୁ, ଯଦି ଗଣ୍ଡେ ନ ଖାଇବ ହୁଏତ ତା ଜୀବନ ଚାଲି ଯାଇପାରେ, ହୁଏତ ଜୀବ ହତ୍ୟା ଦୋଷଟା ମତେ ଲାଗିବ। ଏ କଥା ଚିନ୍ତା କରି ଗୃହସ୍ୱାମୀ ଅନେକ ଚିନ୍ତା କଲେ, ତଥାପି ସେତିକି ବେଳେ ତାଙ୍କ ଅନ୍ତର ମଧ୍ୟରେ ବିବେକ ଜାଗ୍ରତ ହେଲା। ଆପଣ ଯେଉଁ କର୍ମ କରୁଛନ୍ତି ସଂସାରରେ ବିବେକ ହଉଛନ୍ତି ମୁଖ୍ୟ। ଆପଣଙ୍କର ବିବେକ ଯେତେବେଳେ, ଆପଣ ମାନେ କଥାରେ କହନ୍ତି ତମ ବିବେକ ତମକୁ କଣ ବାଧା ଦେଲା ନାହିଁ, ଏତେ ବଡ କର୍ମଟେ ତମେ କେମିତି କଲ। ତେଣୁ ଏ ବିବେକ, ଏ ଧନିକ ଲୋକଙ୍କ ଅନ୍ତର ମଧ୍ୟରେ ବିବେକ ଜାଗ୍ରତ ହେଲା। ଯେମିତି ବିବେକ ଜାଗ୍ରତ ହେଇଛି, କହିଲେ ଯାହା ହେଉ ପଛକେ ଶାସ୍ତ୍ର ପୁରାଣରେ ତାର ସେଥିରେ ମତେ ସମ୍ମତି ଥାଉ କି ନଥାଉ, ନିଶ୍ଚିତ ଭାବରେ ଭିକାରୀକୁ ଗଣ୍ଡେ ମୁଁ ଖାଇବାକୁ ଦେବି। ତେଣୁ ଇଏ ଗୃହସ୍ୱାମୀ ଯେତେବେଳେ ବିବେକ ଜାଗ୍ରତ ହେଇଛି, କାଳ ବିଳମ୍ବ ନ କରି ସେ ଭିକାରୀ ଜଣକୁ ଗଣ୍ଡେ ଖାଇବା ପାଇଁ ଦେଲେ। ତାପରେ ବେଶ ଆନନ୍ଦରେ ସେ ଭୋଜନ କରି ବେଶ ଚାଲିଗଲେ। କହିଲେ ବାବୁ ଆପଣଙ୍କର ଯାହା ହଉ ପୁଣ୍ୟ ହବ, ଆପଣ ବହୁ ମହତ କର୍ମ କଲେ, ଆଜି ମତେ ମୋ ଜୀବନଟାକୁ ବଞ୍ଚେଇଲେ, ଆପଣ ମତେ ଖାଦ୍ୟ ପ୍ରଦାନ କଲେ। ଏତିକି କହି ଭିକାରୀ ଆଜ୍ଞା ତାଙ୍କ ବାଟରେ ଗଲେ। କିଛି ସମୟ ପରେ ଇଏ ଧନିକ ଲୋକଙ୍କ ଘର ଯୋଉ ଠାକୁର ଘର, ସେଇ ଠାକୁର ଘର ଆଡୁ ଜଣେ ଦିବ୍ୟ ଜ୍ୟୋତି ସମ୍ପନ୍ନ ଦେବୀ ଆସି ବାହାରି ଆସିକିରି ଛିଡା ହେଲେ। କହିଲେ ମା ତମେ କିଏ? ନା ମୁଁ ପରା ଲକ୍ଷ୍ମୀ, ତମ ଘରେ ମୁଁ ନିବାସ କରି ରହିଛି ସବୁଦିନେ। କହିଲେ ହେଲେ ମା ତମେ ଆଜି ମାର୍ଗଶିର ମାସ ଗୁରୁବାରରେ ତୁମେ ବାହାରି ଆସିଲ? ନା ମୁଁ ଆଉ ଏ ଘରେ ରହିବି ନାହିଁ। କହିଲେ ମା ଭୁଲ କଣ ହେଲା? ନା ଯୋଉ ନୀତି ଅନୀତି ଏ ଘରେ ସବୁ ଘଟୁଛି, ଆପଣ ମାନେ ଯୋଉ ନୀତିରେ ରହୁନାହାନ୍ତି, ଇଏ ମାର୍ଗଶିର ମାସ ଗୁରୁବାର, ଏଥିରେ କାହାକୁ କିଛି ଦାନ ଦବା କଥା ନୁହଁ, କାହାକୁ ଭୋଜନ ଦବା କଥା ନୁହଁ, ତମେ ଭିକାରୀଟାକୁ ଦାନ ଦବା ସଙ୍ଗେ ସଙ୍ଗେ ତାକୁ ଭୋଜନ ଦେଲ। ତେଣୁ ଏ ଯୋଉ ନୀତି ଅନୀତି ହଉଛି, ଏ ଘରେ ମୁଁ ଆଉ ରହିବି ନା। ଗୃହସ୍ୱାମୀ ଦୃଢ ମନା ହୋଇ ସେଦିନ ଚିନ୍ତା କରୁଛନ୍ତି, ପ୍ରକୃତରେ ମୁଁ ଭୁଲ କଲି ନା ଠିକ କରିଛି। ତେଣୁ ଲକ୍ଷ୍ମୀ ଯେତେବେଳେ ଇଏ କଥା ପ୍ରକାଶ କଲେ, ଗୃହସ୍ୱାମୀ ଦୃଢତାର ସହିତ କହିଲେ ମା ମୋ ବିବେକ ମନ୍ତର ମଧ୍ୟରେ ଯୋଉଟା ଜାଗ୍ରତ ହେଲା, ହୁଏତ ଭିକାରୀଟା ମରି ଯାଇଥାନ୍ତା, ତାକୁ ବଞ୍ଚେଇବା ପାଇଁ, ହୁଏତ ତାକୁ ବଞ୍ଚେଇବା ପାଇଁ ବା ତାକୁ ବଞ୍ଚେଇ ରଖିବା ପାଇଁ ମୁଁ ତାକୁ ଭୋଜନ ଦେଇଛି। ଯଦି ଆପଣ କହୁଛନ୍ତି ଏଇଟା ମୋର ନୀତି ବିରୁଦ୍ଧ କର୍ମ,
ଆପଣ ଏ ଘରେ ରହିବେ ନାହିଁ, ଆପଣ ଯାଆନ୍ତୁ, ମୋର କିଛି କହିବାର ନାହିଁ। ଲକ୍ଷ୍ମୀ ଆଜ୍ଞା ଚାଲିଗଲେ। ଇଏ ଗୃହସ୍ୱାମୀଙ୍କୁ ଛାଡ଼ି ଇଏ ଧନିକ ଘରୁ ଲକ୍ଷ୍ମୀ ଚାଲି ଯାଉଛନ୍ତି। କିଛି ସମୟ ପରେ ପୁଣି ଜଣେ ଦିବ୍ୟ ଜ୍ୟୋତି ସମ୍ପନ୍ନ ମା ଆସିକିରି ଛିଡ଼ା ହେଲେ। ଗୃହସ୍ୱାମୀ ଛିଡ଼ା ହେଇଛନ୍ତି, କହିଲେ ମା ତମେ କିଏ ଆସିଲ? ନା ମୁଁ ପରା ସରସ୍ୱତୀ। ନା ତମେ ଯେ ଆସିଲ? ନା ଲକ୍ଷ୍ମୀ ମୋ ଭଉଣୀ ଆଗରୁ ଗଲେଣି, ଆଉ ମୁଁ କାହିଁକି ରହିବି? ଏଠି ନୀତି ଅନୀତି ସବୁ ଘଟଣା ଘଟୁଛି, ମୁଁ ଏଠି ରହିବି ନା। ସରସ୍ୱତୀ ମଧ୍ୟ ଚାଲିଲେ, କହିଲେ ହଉ ମା, ତମେ ଯଦି ନ ରହିବ ଆଉ ମୁଁ କାହିଁକି ତମକୁ ବାଧ୍ୟ କରିବି, ତମେ ଯାଅ। ସରସ୍ୱତୀ ଗଲେ। କିଛି ସମୟ ପରେ ଆଜ୍ଞା ବରୁଣ କୁବେର ଆସିଲେ। ଯେତେ ଦେବତା ମାନେ ସବୁ ଥିଲେ ସବୁ ଆସି କୁବେର କହିଲେ ଆପଣ ଆସିଛନ୍ତି? ନା ଯୋଉ ନୀତି ଅନୀତି ଘଟୁଛି, ଲକ୍ଷ୍ମୀ ତ ଗଲେଣି, ସରସ୍ୱତୀ ତ ଗଲେଣି, ମୁଁ କାହିଁକି ରହିବି, ମୁଁ ମଧ୍ୟ ଯାଉଛି। କୁବେର ଆସିକିରି ପହଞ୍ଚିଲେ, କୁବେର ମଧ୍ୟ ଗଲେ। ଏମିତି ଜଣେ ଜଣେ ଯେତେ ଦେବତା ଆଜ୍ଞା ସେ ଠାକୁରଙ୍କ ଘରେ ଥିଲେ ସବୁ ବିଦା ହେଇକିରି ଗଲେ। ଶେଷକୁ ଜଣେ ଦିବ୍ୟ ଜ୍ୟୋତି ସମ୍ପନ୍ନ ଦେବତା ଆସି ପହଞ୍ଚି ଗଲେ। କହିଲେ ଆଜ୍ଞା ଆପଣ କିଏ? ନା ମୁଁ ପରା ହଉଛି ବିବେକ। ଏଇଠି ଗୃହସ୍ୱାମୀ ଚିନ୍ତା କଲେ, ଅସଲ ନାଟର ଗୋବର୍ଦ୍ଧନ ହଉଛ ତ। କହିଲେ ସିଏ ଭିକାରୀ ଜଣକ, ତାର ମରିଥିଲେ ମରିଥାନ୍ତା, ମୁଁ ତାକୁ ଚିନ୍ତା କରୁଥିଲି ମାର୍ଗଶିର ମାସରେ ତାକୁ କେବେ ଭୋଜନ ଦେବି ନାହିଁ କି କିଛି ଦାନ ଦେବି ନାହିଁ। ତମେ ବିବେକ ହୋଇ ମୋ ଅନ୍ତର ମଧ୍ୟରେ ଜାଗ୍ରତ ହେଲ, ଯଦ୍ୱାରା ମୋ ବିବେକ ଜାଗ୍ରତ ହେବାରୁ ମୁଁ ତାକୁ ଭୋଜନ ଦେଲି। ମା ଲକ୍ଷ୍ମୀ ସେଥିରେ କ୍ରୋଧିତ ହେଇକିରି ଗଲେ। ସରସ୍ୱତୀ ଗଲେ, କୁବେର ଗଲେ, ସବୁ ଦେବତା ମାନେ ଚାଲିଗଲେ। କହିଲେ ସବୁ ତ ଗଲେଣି, ବିବେକ କହୁଛନ୍ତି ମୁଁ ବି ଯିବି, ଆଉ ସେମାନେ ନାହାନ୍ତି, ମୁଁ ଆଉ କାହିଁକି ରହିବି। କହିଲେ ଅସଲ ନାଟର ଗୋବର୍ଦ୍ଧନ ତମେ। କହିଲେ ଇଏ ତାଙ୍କ ପୁଅକୁ ଡାକ ପକେଇଲେ, ପୁଅରେ ପୁରା ମୋଟାକିରି ରଜ୍ଜୁଟେ ନେଇ ଆସିଲୁ, ତାଙ୍କୁ ହିଁ ବାନ୍ଧିବା। ତେଣୁ ଆଜ୍ଞା ସେ ବିବେକକୁ ଆଜ୍ଞା ବାନ୍ଧି ପକେଇଲେ ଇଏ ଗୃହସ୍ୱାମୀ। ଯେତେବେଳେ ବିବେକକୁ ବାନ୍ଧି ଦେଲେ, ବିବେକ ବନ୍ଧା ହେଇକି ରହିଲେ। କହିଲେ ସବୁ ତ ଗଲେ, କାହାକୁ ତମେ ଅଟକେଇଲେନି, ମତେ କାହିଁକି ବାନ୍ଧୁଛ? ନା ଅସଲ ନାଟର ଗୋବର୍ଦ୍ଧନ ତମେ। ମୋ ମନ ମଧ୍ୟରେ ବିବେକ ହୋଇ ଜାଗ୍ରତ ହେଲ, ଯଦ୍ୱାରା ମୁଁ ଭିକାରୀକୁ ଭୋଜନ ଦେଲି, ଦାନ ଦେଲି, ଯଦ୍ୱାରା ମୁଁ ଦୋଷୀ ହେଲି। ଲକ୍ଷ୍ମୀ ଗଲେ, ସରସ୍ୱତୀ ଗଲେ, ବରୁଣ ଗଲେ, କୁବେର ଗଲେ, ସମସ୍ତେ ଗଲେଣି, ତମକୁ କେବେ ମୁଁ ଛାଡ଼ିବିନି, ତମେ ଭୁଲ କରିଛ। କାହିଁକି ବିବେକ ଜାଗ୍ରତ ହେଲ ଅନ୍ତର ମଧ୍ୟରେ। ବିବେକ ଯେତେବେଳେ ବନ୍ଧା ହେଇଗଲେ, କିଛି ସମୟ ଯାଇଛି, ଧୀରେ 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 ଆଜ୍ଞା ବରୁଣ ଆସିକିରି ପହଞ୍ଚିଲେ। କହିଲେ ତମେ ଯାଇଥିଲ ପୁଣି ଆସିଲ ଯେ? ନା ଯୋଉଠି ବିବେକ ରହିଲେଣି ଆଉ ସେଠି ଆମର ନ ରହିକିରି ଆଉ କଣ ଉପାୟ ଅଛି। ତେଣୁ ବରୁଣ ଠାକୁର ଘରକୁ ଗଲେ, କୁବେର ଠାକୁର ଘରକୁ ଗଲେ। ସରସ୍ୱତୀ ଆସିକିରି ପହଞ୍ଚନ୍ତି କିଛି ସମୟ ପରେ। କହିଲେ ମା ତମେ ତ ଯାଇଥିଲ ପୁଣି ଆସିଲ। କହିଲେ ଯେ ବିବେକ ଯୋଉଠି ବନ୍ଧା ପଡିଛନ୍ତି ସେଇଠି ସବୁ ରହିବେ ନା, ବିବେକ ବନ୍ଧା ହେଇଛନ୍ତି, ଆମେ ମଧ୍ୟ ଏଇଠି ରହିବୁ। କିଛି ସମୟ ପରେ ମା ଲକ୍ଷ୍ମୀ ଆସିକିରି ପହଞ୍ଚିଲେ। କହିଲେ ମା ଲକ୍ଷ୍ମୀ ତମେ ତ ଯାଇଥିଲ ପୁଣି ଆସିଲ, ନା ବିବେକ ଯୋଉଠି ରହିବେ ସମସ୍ତେ ସେଇଠି ବନ୍ଧା ନା ଆଉ। ତେଣୁ ଆଜ୍ଞା ବିବେକ ଯେତେବେଳେ ଜାଗ୍ରତ ହେଇଛି, ବିବେକ ବନ୍ଧା ହେଇଛନ୍ତି, ଆମେ ମଧ୍ୟ ଏଇଠି ରହିବୁ। ତେଣୁ ଯେମିତି ଭାବରେ ସମସ୍ତେ ଚାଲି ଯାଇଥିଲେ, ସେମିତି ଭାବରେ ବିବେକ ଯେତେବେଳେ ମୁଖ୍ୟ ହେଲା ବିବେକ, ତେଣୁ ଜ୍ଞାନ ବିବେକ ବୁଦ୍ଧି ବଳେ ମରଣ ଜିଣିପାରେ। ପ୍ରକୃତରେ ଯେତେ ଦିନ ଯାଏ ଆପଣ ପ୍ରକୃତରେ ବିବେକକୁ ଖଟେଇ ଯେକୌଣସି କର୍ମ ଆପଣ ସମ୍ପାଦନ କରିବେ, ନିଶ୍ଚିତ ଭାବରେ ଆପଣଙ୍କର ସେଟା ଉଚିତ କର୍ମ ହବ। ସ୍ୱଳ୍ପ ସମୟର କଥାବସ୍ତୁକୁ ମୁଁ ଏଠି ବିଶ୍ରାମ ଦଉଛି। ସେ ସର୍ବେ ଭବନ୍ତୁ ସୁଖୀନ, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् दुःखभाग् भवेत्। ओम शान्ति, ओम शान्ति, ओम शान्ति।